ସମସ୍ତଙ୍କୁ ନମସ୍କାର। ମୁଁ ଶ୍ରୀକାନ୍ତ ନାୟକ, ଶିକ୍ଷକ ପ୍ରଶିକ୍ଷକ। ଆଜି ଆମେ ଉଲ୍ଲାସର ଭାଗ 1 ଆରତୀର ପରିବାର ବିଷୟଟିକୁ ଆମେ ଆଲୋଚନା କରିବା। ଚାଲନ୍ତୁ ତେବେ ବିଷୟଟିକୁ ଆଲୋଚନା କରିବା। ଆରତୀର ପରିବାର ବିଷୟରେ ଆମେ ଆଲୋଚନା କରିବା। ଆପଣମାନେ ସବୁ ଏଠି କ'ଣ ଦେଖୁଛନ୍ତି? ଆଚ୍ଛା, ଲୋକମାନେ ବିଲ କାମ କରୁଛନ୍ତି। ଆଚ୍ଛା, ଆଉ ସବୁ କ'ଣ ଦେଖୁଛନ୍ତି? ବିଲ ଗୁଡ଼ିକ ଭାଗ ଭାଗ ହେଇଛି। ଆଚ୍ଛା, ବହୁତ ବଢ଼ିଆ। ଆଉ କ'ଣ ସବୁ ଦେଖୁଛନ୍ତି? ବରଗଛ ମୂଳେ ଦୁଇଟି ପିଲା ପାଠ ପଢୁଛନ୍ତି। ଆଚ୍ଛା, ବହୁତ ବଢ଼ିଆ। ଆଉ ସବୁ କ'ଣ ଦେଖୁଛନ୍ତି? ଆକାଶ ବହୁତ ନିର୍ମଳ ଦେଖାଯାଉଛି ନା? ଆଚ୍ଛା, ବହୁତ ବଢ଼ିଆ। ତାହେଲେ ଆମେ ଆଗକୁ ପଢିବା। ଦେଖିବା ଏଠି କ'ଣ ଲେଖା ହେଇଛି। ଧାନ ଲଗେଇଛି, ଏବେ ମୋ ଜମିରେ ମୋ ଜୀବନ ଲଗେଇଛି। ଏହାର ଅର୍ଥ ହେଉଛି କ'ଣ? ଏହାର ଅର୍ଥ ହେଉଛି ଆମେ ବର୍ଷା ଦିନରେ ଚାଷ କାମ କରୁ ଏବଂ ଚାଷ ଜମିରେ ଆମେ ଯାହା ସବୁ ଧାନ ଅମଳ କରୁ ତାହା ବର୍ଷକ ପାଇଁ ଆମର ଖାଇବା ହୋଇଯାଏ। ତେଣୁ ଆମେ କହୁ ମୋ ଜୀବନ ଲଗେଇଛୁ। ଚାଷ ଜମିରେ ଆମେ ସବୁ ତକ ପାରିଶ୍ରମିକ ଦେଇଥାଉ। ଆମେ କୃଷି ପ୍ରଧାନ ରାଜ୍ୟର ଚାଷକୁ ବହୁତ ଗୁରୁତ୍ୱ ଦେଉ। ଚାଷ ନହେଲେ ଆମେ ବର୍ଷକ ପାଇଁ ଦାନା ସଂଗ୍ରହ କରିପାରିବୁ ନାହିଁ। ତେଣୁ ଆମେ ସବୁବେଳେ କହୁ ମୋ ଜୀବନ ଲଗେଇଛୁ। ଠିକ୍ ଅଛି, ଆପଣମାନେ ତ ସବୁ ଜାଣିଥିବେ ଆମେ ଚାଷ ନ କଲେ ଖାଇବା ପାଇଁ ପାଇବା ନାହିଁ। ତେଣୁ ଆମକୁ ଚାଷ କରିବା ପାଇଁ ପଡ଼ିବ। ଠିକ୍ ଅଛି, ଆପଣ କ'ଣ ଭାବୁଛନ୍ତି? ଏହି ଚିତ୍ରରେ କୋଉଠି କାମ ହେଉଛି କି? ଆପଣଙ୍କୁ ହଁ ନାର ଉତ୍ତର ଦେବା ପାଇଁ ପଡ଼ିବ। ଠିକ୍ ଅଛି, ଏହି ଚିତ୍ରରେ କୋଉଠି କାମ ହେଉଛି କି? ଯଦି ହଁ, ହଁ ମାରିବା, ଯଦି ନା, ନା ମାରିବା। ଆଚ୍ଛା, ହଉନି, ତାହେଲେ ନା। ଆପଣଙ୍କ ଅଞ୍ଚଳରେ ଧାନ ବିଲ ଅଛି କି? ଆଚ୍ଛା, ଅଛି। ହଁ, ଠିକ୍ ଅଛି। ସବୁ ଅଞ୍ଚଳରେ ଧାନ ବିଲ ଥିବ। ଧାନ ଓଡ଼ିଶାର ସବୁ ଅଞ୍ଚଳରେ ଚାଷ କରାଯାଏ। ତେଣୁ ଧାନ ବିଲ ସବୁ ଅଞ୍ଚଳରେ ରହିଥିବ। ଠିକ୍ ଅଛି। ଆପଣଙ୍କର ପରିବାର ମିଳିମିଶି କାମ କରନ୍ତି କି? ଆଚ୍ଛା, କରନ୍ତି। ବହୁତ ବଢ଼ିଆ। ଆମେ ମିଳିମିଶି କାମ କଲେ ସବୁ କାମ ସୁରୁଖୁରୁରେ ହେଇଯିବ। ସବୁ କାମ ଯେତେ କଷ୍ଟ ହେଲେ ବି ତାକୁ ବହୁତ ସହଜରେ ହିଁ ଆମେ କରିପାରୁ। ତାହେଲେ ଆପଣମାନେ ମିଳିମିଶି କରନ୍ତି। ବହୁତ ବଢ଼ିଆ। ଆପଣ ସେହି କାମରେ ନିଜ ପରିବାରକୁ ସାହାଯ୍ୟ କରନ୍ତି କି? ଆପଣ ଯେଉଁ କାମ କରନ୍ତି କି ଆପଣଙ୍କ ପରିବାର ଲୋକ ଯେଉଁ କାମ କରନ୍ତି ଆପଣ ସେହି କାମରେ ସାହାଯ୍ୟ କରନ୍ତି କି? ଆଚ୍ଛା, ବହୁତ ବଢ଼ିଆ। ତାହେଲେ ସାହାଯ୍ୟ କରୁଛନ୍ତି। ଆମେ ସବୁବେଳେ ସାହାଯ୍ୟ ସହଯୋଗ କରିଲେ କାମଟି ବହୁତ ସହଜରେ ଆମେ ପାରେଇ ପାରିବା। ଠିକ୍ ଅଛି, ଆମେ ଟିକେ ଏବେ ପଢ଼ିବା। ଚାଲନ୍ତୁ। ଅରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ଅରୁ ସବୁ ଅକ୍ଷର ଆରମ୍ଭ ହୋଇଥିବ, ଆପଣ ସେହି ଶବ୍ଦଟାକୁ କହିବେ କୋଉଟା ଅରୁ ଆରମ୍ଭ ହୋଇଛି। ଠିକ୍ ଅଛି, ଆପଣଙ୍କୁ ମୁଁ 4ଟି ଅପସନ୍ ଦେଖେଇବି, ସେ ଅପସନ୍ ମଧ୍ୟରେ ଆପଣ କହିବେ। ଠିକ୍ ଅଛି, ପ୍ରଥମରେ ଆସୁଛି ରସ, ଦ୍ୱିତୀୟରେ ପାଖ, ତୃତୀୟରେ ଅରଟ, ଚତୁର୍ଥରେ ପାନ। ଆପଣ ତାହେଲେ କୁହନ୍ତୁ କୋଉଟି ଅରୁ ଆରମ୍ଭ ହୋଇଛି? କୋଉ ଶବ୍ଦଟି? ଆଚ୍ଛା, ଅରଟ। ଅରଟ ଅରୁ ଆରମ୍ଭ ହୋଇଛି। ବହୁତ ବଢ଼ିଆ। ଆରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ମୁଁ ସେଇଭଳି ଆପଣମାନଙ୍କୁ 4ଟି ଅପସନ୍ ଦେଖେଇବି, ଆପଣମାନେ କହିବେ। ନଖ। ଆଚ୍ଛା, ବହୁତ ବଢ଼ିଆ। ମାଙ୍କଡ଼। ଆଚ୍ଛା, ଆଲମାରି। ଆଚ୍ଛା, ଅଂଶ। ଆଚ୍ଛା, ଆପଣମାନଙ୍କୁ 4ଟି ଅପସନ୍ ମିଳିଯାଇଛି। କୋଉଠି ଆରୁ ଆରମ୍ଭ ହୋଇଛି ଆପଣ କୁହନ୍ତୁ। ଆଚ୍ଛା, ଆଲମାରି। ଆଲମାରି ହେଉଛି ଆରୁ ଆରମ୍ଭ ହୋଇଛି। ବହୁତ ବଢ଼ିଆ, ଆପଣମାନେ ଉତ୍ତରଟିକୁ ଦଉଛନ୍ତି। ବରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ଆପଣମାନେ ସେଇଭଳିଆ ବରୁ ଯେଉଁ ଶବ୍ଦଟା ଆରମ୍ଭ ହୋଇଛି ଆପଣମାନେ ଚିହ୍ନଟ କରି କହିବେ। ଆପଣମାନଙ୍କ ପାଖରେ 4ଟି ଅପସନ୍ ରହୁଛି। ସର, ବର,
ଡଙ୍ଗା, ଫୁଲ। ଆପଣମାନେ କୁହନ୍ତୁ, ଆପଣମାନଙ୍କ ଆଗରେ 4ଟି ହେଉଛି ଅପସନ୍ ରହିଛି। ଆଚ୍ଛା, ତାହେଲେ ପ୍ରଥମ ଅପସନ୍ ହେଉଛି ସର, ସର, ଦ୍ୱିତୀୟ ଅପସନ୍ ହେଉଛି ବର, ତୃତୀୟ ଅପସନ୍ ଡଙ୍ଗା, ଚତୁର୍ଥ ଅପସନ୍ ହେଉଛି ଫୁଲ। ତାହେଲେ ସଠିକ ଉତ୍ତର କୋଉଠି? ଆଚ୍ଛା, ବହୁତ ବଢ଼ିଆ। ବର ହେଉଛି ଏହାର ସଠିକ ଉତ୍ତର। ତାହେଲେ ଦ୍ୱିତୀୟ ଉତ୍ତରଟି ଆମର ସଠିକ। ସେଇଭଳିଆ ବାର ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। କୋଉଠି ବାରୁ ଆରମ୍ଭ ହୋଇଛି ଆପଣମାନେ କହିବେ। ବାଉଁଶ, ଖାଦ୍ୟ, ମାପ, ପାଖୁଡ଼ା। ଆପଣମାନଙ୍କ ପାଖରେ 4ଟି ଅପସନ୍ ଅଛି। ଆପଣମାନେ କୁହନ୍ତୁ। ଆଚ୍ଛା, ବହୁତ ବଢ଼ିଆ। ବାଉଁଶ, ବାରୁ ଆରମ୍ଭ ହୋଇଛି ବାଉଁଶ। ସଠିକ ଉତ୍ତର ହେଉଛି ବାଉଁଶ। ଠିକ ଅଛି, ଆଗକୁ ଯିବା। ନରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ଆପଣମାନେ ନରୁ କୋଉ ଅକ୍ଷରଟା ଆରମ୍ଭ ହୋଇଛି ଚିହ୍ନଟ କରି ମଧ୍ୟ ଆପଣମାନେ କହିବେ। ଦୁଆର, କବାଟ, ନଖ, ଲାଲ। ଆପଣମାନଙ୍କ ସାମ୍ନାରେ ଅଛି 4ଟି ଅପସନ୍ ଅଛି। ତାହେଲେ କହିଲେ। ଆଚ୍ଛା, ବହୁତ ବଢ଼ିଆ। ନଖ, ନଖ ହେଉଛି ନରୁ ଆରମ୍ଭ ହୋଇଛି। ଏହାର ସଠିକ ଉତ୍ତର ହେଉଛି ନଖ। ଠିକ ଅଛି, ଆଗକୁ ଯିବା। ନାରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ସେ ଆମେ ନ ଶିଖିଲେ ତାପରେ ନା, ନାରୁ ଆରମ୍ଭ ହେଉଥିବା ଶବ୍ଦ ଆପଣମାନେ ଚିହ୍ନଟ କରି କହିବେ। ନଖ, ନାଳ, ମୁଣ୍ଡ, ଫୁଲ। ଆପଣମାନଙ୍କ ସାମ୍ନାରେ 4ଟି ଅପସନ୍ ରହିଛି। ଆପଣମାନେ ସଠିକ ଉତ୍ତରଟି ଦେବେ। ତାହେଲେ ସଠିକ ଉତ୍ତରଟି କ'ଣ ହେବ? ଆଚ୍ଛା, ନାଳ। ଏହାର ନାଳ ହେଉଛି ଏହାର ସଠିକ ଉତ୍ତର। ଦନ୍ତେନ ଆକାର ଆ ଯେହେତୁ ଆସୁଛି, ଏହା ହିଁ ସଠିକ ଉତ୍ତର। ଠିକ ଅଛି, ଆଗକୁ ଯିବା। ରରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ସେଇଭଳିଆ ଆମେ ଦନ୍ତେନ ଶିଖିଲେ, ଦନ୍ତେନ ଆକାର ନା ଶିଖିଲେ, ଆମେ ଏବେ ରରୁ ଯୋଉ ଶବ୍ଦଟା ଥିବ ସେଇଟିକୁ ଆମେ ପ୍ରଥମକୁ ଚିହ୍ନଟ କରିବା। ଠିକ ଅଛି। ପାଖୁଡ଼ା, ପାନ, ରସ, ନର। ତାହେଲେ ରରୁ ଆରମ୍ଭ ହେଉଥିବା ଶବ୍ଦଟିକୁ ଆପଣମାନେ କୁହନ୍ତୁ। ଆଚ୍ଛା, ସଠିକ ଉତ୍ତର ହେଉଛି ରସ। ବହୁତ ବଢ଼ିଆ, ଆପଣମାନେ ଉତ୍ତର ଦେଉଛନ୍ତି। ସରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ସରୁ ଆପଣମାନେ ସେଇଭଳିଆ 4ଟି ଅପସନ୍ ଥିବ, ଆପଣମାନେ ଉତ୍ତର ଦେବେ। ବାନର, ସର, ପାନ, ନର। ଆପଣମାନଙ୍କ ପାଖରେ 4ଟି ଅପସନ୍ ରହିଛି। ଆପଣମାନେ 4ଟି ଅପସନ୍ ଭିତରୁ ଆପଣ ଗୋଟିଏ ଅପସନ୍କୁ ଚୁଜ୍ କରିବେ। ଠିକ ଅଛି, ସରୁ ଆରମ୍ଭ ହୋଇଥିବ। ଆଚ୍ଛା, ଦ୍ୱିତୀୟ ଅପସନ୍ ହିଁ ସଠିକ ଉତ୍ତର। ସର, ସ ହେଉଛି ପ୍ରଥମ ଅକ୍ଷର, ତେଣୁ ଏହାର ସଠିକ ଉତ୍ତର ହେଉଛି ସର। ପରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ପରୁ ଆରମ୍ଭ ହେଉଥିବ ସେଇଭଳିଆ ଶବ୍ଦକୁ ଆପଣମାନେ ଚିହ୍ନଟ କରିବେ। ଠିକ ଅଛି। ବର, ନା, ପବନ, ଫୁଲ। 4ଟି ଅପସନ୍ ଆପଣଙ୍କ ସାମ୍ନାରେ ରହିଛି। ଆପଣମାନେ କୁହନ୍ତୁ। ଆଚ୍ଛା, ପରୁ ଆରମ୍ଭ ହୋଇଛି ପବନ। ବହୁତ ବଢ଼ିଆ, ଆପଣମାନେ ସବୁ ଜାଣିପାରୁଛନ୍ତି। ଅକ୍ଷରକୁ ଶବ୍ଦ ସହିତ ଯୋଡ଼ିବା। ଆପଣମାନଙ୍କ ସାମ୍ନାରେ ଅକ୍ଷର ଥିବ, ତାକୁ ଶବ୍ଦ ସହିତ ଆପଣମାନେ ଯୋଡ଼ିବେ। ଇଏ ହେଉଛି ର ଅକ୍ଷର, ଇଏ ହେଉଛି ବ, ଇଏ ହେଉଛି ଫ, ଇଏ ହେଉଛି ଦନ୍ତେଶ, ଇଏ ହେଉଛି ପ। ଆପଣମାନେ ଏଇ ଅକ୍ଷର ଗୁଡ଼ାକ ଆପଣମାନେ ଜାଣିଛନ୍ତି। ଆପଣମାନେ ଶବ୍ଦ ଗୁଡ଼ାକ ଦେଖିବେ। ଇଏ ହେଉଛି ବର, ପବନ, ସର, ଫୁଲ, ରସ। ଆପଣମାନେ ଅକ୍ଷର ସହିତ ଶବ୍ଦ ସହିତ ଆପଣମାନେ ଯୋଡ଼ିବେ। ତାହେଲେ ଆପଣମାନେ ଟିକେ ଦେଖନ୍ତୁ ସବୁ କ'ଣ କ'ଣ କୋଉ ଅକ୍ଷରରୁ ଆରମ୍ଭ ହୋଇଛି, ଆପଣମାନେ ସେଇ ଅକ୍ଷର ସହିତ ଯୋଡ଼ିବେ। ଆଚ୍ଛା, ରସ, ରରୁ ଆରମ୍ଭ ହୋଇଛି କ'ଣ? ରସ। ସଠିକ ଉତ୍ତର। ତାପରେ ବ। ଆଚ୍ଛା, ବହୁତ ବଢ଼ିଆ। ବରୁ ଆରମ୍ଭ ହୋଇଛି ବର।
ବହୁତ ବଢ଼ିଆ ଉତ୍ତର। ହ, ହରୁ ଆରମ୍ଭ, ଫ ଅକ୍ଷରରୁ ଶବ୍ଦକୁ ଯୋଡ଼ିବା। ଫୁଲ, ବହୁତ ବଢ଼ିଆ। ତାପରେ ଦନ୍ତେଶ, ସ ଅକ୍ଷର କୋଉଠି ଅଛି? ସ ଅକ୍ଷର, ଆଚ୍ଛା, ସର, ବହୁତ ବଢ଼ିଆ। ତାପରେ ଅଛି କଣ? ପ, ପ ଅକ୍ଷର କୋଉଠି ଅଛି? ପବନ, ବହୁତ ବଢ଼ିଆ। ଆପଣମାନେ ବହୁତ ବଢ଼ିଆ ସହଯୋଗ କଲେ ଏବଂ ସଠିକ୍ ଭାବରେ ଆପଣମାନେ ଉତ୍ତର ଗୁଡ଼ିକ ଦେଇପାରିଛନ୍ତି। ତେଣୁ ଆପଣମାନଙ୍କୁ ଧନ୍ୟବାଦ। ଉଲ୍ଲାସ କାର୍ଯ୍ୟକ୍ରମରେ ଆପଣମାନେ ସହଯୋଗ କରିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।